2020 ଦୁଃଖ ଦୂର କଲା ଦିନିକିଆ। ଇଂଲଣ୍ଡକୁ ହରାଇଲା ଅକ୍ଷରଙ୍କ ଅଲରାଉଣ୍ଡର ପ୍ରଦର୍ଶନ। ଭାରତ 1-0 ଆଗୁଆ। ଭାରତର 2020 ଦୁଃଖକୁ କିଛିଟା ଦୂର କରିଛି ଦିନିକିଆ ବିଜୟ। 2020 ପର୍ଯ୍ୟାୟରେ ପ୍ରଭାବବିହୀନ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ସେହି ଅପ୍ରତ୍ୟାଶିତ ଝଟକାକୁ ପଛରେ ପକାଇ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ 6 ୱିକେଟରେ ପରାସ୍ତ କରିଛି। ତା ସହିତ 3 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 1-0 ଆଗୁଆ ହୋଇଯାଇଛି। ଚଳିତ ଗ୍ରେଟ୍ ବ୍ରିଟେନ୍ ଗସ୍ତରେ ମଧ୍ୟ ପ୍ରଥମ ଓ ପ୍ରତୀକ୍ଷିତ ବିଜୟ ପାଇଛି ଟିମ୍ ଇଣ୍ଡିଆ। ଫଳରେ ପ୍ରଶଂସକଙ୍କ ମୁହଁ ହସ ଫେରି ଆସିଛି। ଭାରତ ବିଜୟର ଅଲରାଉଣ୍ଡର ଅକ୍ଷର ପଟେଲ ପ୍ରମୁଖ ଭୂମିକା ତୁଲାଇଥିଲେ। 52 ବଲ୍ରୁ 57 ରନ୍ କରିବା ସହ 62 ରନ୍ ବ୍ୟୟ କରି ଇଂଲଣ୍ଡର 4 ୱିକେଟ୍ କରାୟତ୍ତ କରିଥିବାରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ ସେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଭାରତୀୟ ବୋଲର ଏହି ମ୍ୟାଚ୍ରେ ଇଂଲଣ୍ଡକୁ 259 ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଦୁଇ ଅଭିଜ୍ଞ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଫଳତା ସତ୍ତ୍ୱେ ଭାରତ 45.2 ଓଭରରେ 262 ରନ୍ରେ 4 କରି ସହଜ ବିଜୟ ହାସଲ କରିଥିଲା। 48 ରନ୍ରେ 2 ୱିକେଟ୍ ହରାଇ ଭାରତୀୟ ଦଳ ସଂଘର୍ଷ କରୁଥିଲା ବେଳେ ଅଧିନାୟକ ଶୁଭମନ ଗିଲ୍ ଓ ଶ୍ରେୟସ ଆୟର ତୃତୀୟ ୱିକେଟରେ 101 ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଶୁଭମନଙ୍କ ଶତକ 20 ରନ୍ ପୂର୍ବରୁ ଅବସର ଆହତ ଓ ଶ୍ରେୟସ ଆୟର 35 ରନ୍ ଆଉଟ୍ ହେବା ପରେ ଦୁଇ ଅଲରାଉଣ୍ଡର ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର 52 ଭାରତର ବିଜୟ ମୁଣ୍ଡି ମାରିଥିଲେ। ମଙ୍ଗଳବାର 2020 ଶୃଙ୍ଖଳାରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଦିନିକିଆ ଶୃଙ୍ଖଳା ଖେଳିବାକୁ ଆସିଥିବା ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଏଜବାଷ୍ଟନ୍ ଷ୍ଟାଡିୟମରେ ପିଚ୍ ଓ ପାଗ ପରିବେଶର ପୂରା ଫାଇଦା ଉଠାଇଥିଲେ। ଘରୋଇ ଦଳର ଦୁଇ ଓପନର ବେନ୍ ଡକେଟ୍ ଓ ଜ୍ୟାକବ୍ ବେଥେଲଙ୍କୁ ନବାଗତ ଗୁର୍ନୁର ବାର ଶିକାର କରିନେବା ପରେ ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଫଳରେ ଇଂଲଣ୍ଡ ମାତ୍ର 80 ରନ୍ରେ 5 ୱିକେଟ୍ ହରାଇ ଏବଂ 107 ରନ୍ରେ 6 ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଆସନ୍ତୁ ଆଉ ଜାଣିବା। ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଇଂଲଣ୍ଡର ରକ୍ଷକର୍ତ୍ତା ସାଜିଥିବା ପୂର୍ବତନ ଅଧିନାୟକ ଜୋ ରୁଟ୍ ଓ ଯୁବ ତାରକା ଲିଆମ୍ ଡସନ୍ ଉଭୟ ସପ୍ତମ ୱିକେଟ୍ରେ 121 ରନ୍ ଯୋଡ଼ି ଇଂଲଣ୍ଡର ସ୍ଥିତି ଆପାତତଃ ସୁଧାରି ନେଇଥିଲେ। ଡସନ୍ ନିଜ ଖେଳ ଜୀବନର ପ୍ରଥମ ଏବଂ ରୁଟ୍ 76ତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଉଭୟ ଆହୁରି ବଡ଼ ଭାଗିଦାର କରିବା ପୂର୍ବରୁ ଡସନ୍ଙ୍କୁ ଅକ୍ଷର ପଟେଲ ଆଉଟ୍ କରି ଭାରତକୁ ଆଶ୍ୱସ୍ତ କରିଥିଲେ। ରୁଟ୍ ଓ ଡସନ୍ ଅଲଗା ହେବା ପରେ ଇଂଲଣ୍ଡ ଆଉ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ 30 ରନ୍ରେ ଶେଷ 4 ୱିକେଟ୍ ହରାଇଥିଲା। ଇଂଲଣ୍ଡ 47.5 ଓଭରରେ 258 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ରୁଟ୍ 76 ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅକ୍ଷର ସଫଳତମ ଭାରତୀୟ ବୋଲର ଭାବେ 4 ୱିକେଟ୍ କରାୟତ୍ତ କରିଥିଲେ। ଭାରତର 4 ପେସର ଗୁର୍ନୁର 2ରେ 61, ବୁମରା 1 ୱିକେଟ୍ ନେଇ 31 ରନ୍ ଦେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ନେଇ 50 ରନ୍ ଦେଇଥିଲେ ଓ ଶିବମ ଦୁବେ 1 ୱିକେଟ୍ ନେଇ 27 ରନ୍ ବ୍ୟୟ କରିଥିଲେ। ଅବଶିଷ୍ଟ 6 ୱିକେଟ୍ ବାଣ୍ଟି ନେଇଥିଲେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ସଂକ୍ଷିପ୍ତ ସ୍କୋର। ଇଂଲଣ୍ଡ 47.5 ଓଭରରେ 258 ରନ୍ରେ 10 ୱିକେଟ୍। ଜୋ ରୁଟ୍ କରିଥିଲେ 76 ରନ୍, ଲିଆମ୍ ଡସନ୍ 68 ରନ୍, ବେନ୍ ଡକେଟ୍ 43 ରନ୍, ୱିଲ୍ ଜ୍ୟାକ୍ସ 20 ରନ୍, ଅକ୍ଷର ପଟେଲ 4 ୱିକେଟ୍ରେ 62 ରନ୍, ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ରେ 50 ରନ୍, ଶିବମ ଦୁବେ 1 ୱିକେଟ୍ 27 ରନ୍, ଯଶପ୍ରୀତ ବୁମରା 1 ୱିକେଟ୍ 32 ରନ୍। ଭାରତ 45.2 ଓଭରରେ 262 ରନ୍ରେ 4 ୱିକେଟ୍
शुभमन गिल 80 रन अवसर आहत, अक्षर पटेल 57 रन, वाशिंगटन सुंदर 52 रन, श्रेयस आयर 35 रन, जो स्टंग इंग्लैंड बोलर 1 विकेट नहीं 50 रन देते, साम करन 1 विकेट नहीं 55 रन व्यय करते। भारतीय क्रिकेट दल बांग्लादेश गस्त नहीं आशा बढ़िला। भारतर बांग्लादेश गस्त नहीं आशार संचार होईची। सूचना अनुसार सेप्टेम्बर रे एक सीमित समय विशिष्ट गस्त पाई बीसीसीआई अनुमति दे पारे। एथिपाई सेप्टेम्बर 13 रु आरंभ होगा अफगानिस्तान विपक्ष 3 मैच विशिष्ट टी20 श्रृंखला को सेप्टेम्बर 17 पर्यंत घुंचाई दि जापे। या फल श्रीलंका विपक्ष टेस्ट श्रृंखला अफगानिस्तान श्रृंखला मध्य किछि दिन पई भारतीय दल बांग्लादेश गस्त करी एक धड़ा बॉल श्रृंखला खेली पारिबो। चैनल को सब्सक्राइब करेंगे। जय जगन्नाथ।